ତମର ଇଏ କି ବେଶ ମାୟା? ଇଏ ତ ରାଜା ନୁହେଁ କି ରାଣୀ ନୁହେଁ, ଇଏ କଣ ଦୁଃଖିନୀ ଗୋବର ଗୋଟିଏ ବେଶ? କଣ ହେଇଛି ତମର? ବୁଝିପାରୁନି କୁଆଡେ ମୋ ପଥ, କଣ ପେଟ ଟିକେ? ଚାରିଦିଗ ଅନ୍ଧାର, ଯୁଆଡେ ଚାହିଁଲେ ଖାଲି ଦୁଃଖ ଦୁଃଖ। ଆରେ ମାୟା, ଏଇଟା କିଛି ନୂଆ କଥା ନୁହଁ। ପ୍ରତ୍ୟେକ ପୌରାଣିକ, ଐତିହାସିକ, ସାମାଜିକ ସବୁ ନାଟକରେ, ସବୁ ଗପରେ, ସବୁ ଷ୍ଟୋରିରେ ହିରୋ ହିରୋଇନଙ୍କର ମିଳନ ବିଚ୍ଛେଦ ଲାଗି ରହିଛି। ଆରେ ବିଚ୍ଛେଦ ବିନା ମିଳନର ଟେଷ୍ଟ କିଛି ନାହିଁ ରେ। ମୋ ଦୁଃଖ ସେ ଦୁଃଖ ନୁହେଁ, ଆଉ? ମୋ ଯନ୍ତ୍ରଣା ସେ ଯନ୍ତ୍ରଣା ନୁହେଁ, ଆଉ? ମୁଁ ଏକ ଭିନ୍ନ ଯନ୍ତ୍ରଣାରେ ଜର୍ଜରିତ। କଣ ଭିନ୍ନ ଯନ୍ତ୍ରଣା, ପୁଣି ତା ଦେହରେ ଜର୍ଜରିତ? ଆରେ କଣ ହେଇଛି କଥା ମତେ ଖୋଲି କୁହ। ମୁଁ ତମ ସନ୍ତାନର ମା ହବାକୁ ଯାଉଛି। ଆଉ ପଥର ହେଇଗଲା କଣ? ଏଇ ତ ଟାଇଟଲି ଗୀତ ହବା କଥା। ଅବିବାହିତ ଝିଅଟେ ମୁଁ ହେଇଯାଇଛି ମା, ଏ କଥା ଶୁଣିବା ମାତ୍ର ଆଳାପ ତ ହବା କଥା। मेरी 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 तेरी प्रेमानी मुश्किल दो लफ्ज़ों में ये बयां ना पाए। କାଲି ସକାଳେ ମୋ ଗର୍ଭର ପିଲାଟା ଜନ୍ମ ନେଲା ପରେ କଣ କହିବି ଦୁନିଆକୁ? ଏ ଦୁନିଆକୁ କି ଉତ୍ତର ଦେବି? ଆରେ କହିଦବ, ତମେ କିଛି ଭୁଲ କରିନା, ତମେ କିଛି ପାପ କରିନା। କେମିତି କେମିତି କହିବି? ଏ? କୁଆରୀ ଝିଅଟେ ମୁଁ, ତାପରେ ସିନ୍ଦୁର ପିନ୍ଧିନି ହେଇଯାଇଛି ମା। ତମ ପରି ପୁଅକୁ ଛୁଇଁବା ପାପ। ଆ ଯଦି ହେଇଛୁ ମା, ତାହେଲେ ମୋ ସାଙ୍ଗରେ ଡାକ୍ତରଖାନା। ପାଲା ଗାୟକ ତମେ ପୁଣି କଣ ମୋ ଘରକୁ ଆସିଛ? ମୁଁ କଣ କହୁଛି ଶୁଣିଲା? କଣ ହଉଛ? ତୁ ଥା ତୁ ଆ